ଠାକୁରଙ୍କ ଉପରେ ବିଶ୍ୱାସ ତ ମୁଁ କରେନି, ବଟ୍ ଯେହେତୁ ଆଜି ଗଣେଶ ପୂଜା ତ ସେଥିପାଇଁ ଏ ଭିଡ଼ିଓ ଗଣେଶ ଠାକୁରଙ୍କ ଉପରେ। ଦିନେ କ'ଣ ହେଇଛି, ଗଣେଶ ଆଉ କାର୍ତ୍ତିକେୟ ଗୋଟେ ରେସ୍ ଲଗାଇବା ପାଇଁ ଚିନ୍ତା କରୁଛନ୍ତି। ପୁରା ପୃଥିବୀର ଯିଏ ଆଗେ ଚକ୍କର କାଟିଦେବ ସିଏ ହେବ ଏ ରେସ୍ର ୱିନର୍। ଆଣ୍ଡ କାର୍ତ୍ତିକେୟଙ୍କ ପାଖରେ ତ ଗୋଟେ ମୟୂର ଥିଲା, ସେ ମୟୂର ଉପରେ ବସିକି ସେ ପୁରା ପୃଥିବୀର ଚକ୍କର ଲଗାଇଦେଲେ। ଏବଂ କିନ୍ତୁ ଗଣେଶଙ୍କ ପାଖରେ ସେମିତି କୌଣସି ବାହନ ନଥିଲା ପକ୍ଷୀ ଭଳିଆ, ତ ସିଏ ପୁରା ପୃଥିବୀର ଚକ୍କର ସେମିତି କାଟି ପାରିଲେନି। ସିଏ କ'ଣ କଲେ, ନିଜର ବାପା ମାଆଙ୍କର ଗୋଟେ ଚକ୍କର ଲଗାଇଦେଲେ। ତ ଯେତେବେଳେ ଡିସାଇଡ଼୍ କରିବା ଟାଇମ୍ ଆସିଲା, ଶିବ ଆଉ ପାର୍ବତୀ କହିଲେ ଯେ ଗଣେଶ ହେଉଛନ୍ତି ଆକ୍ଚୁଆଲି ୱିନର୍, କାରଣ ଗଣେଶ ଶିବ ଆଉ ପାର୍ବତୀଙ୍କୁ ପୁରା ବିଶ୍ୱ ସହିତ କଳ୍ପନା କରିକି ତାଙ୍କୁ ଚକ୍କର କାଟିଛନ୍ତି। ତ ଏଇଠୁ ଆମେ ଶିଖୁଛନ୍ତି ଯେ ଆମେ ଆମର ନିଜର ବାପା ମାଆଙ୍କୁ ସବୁବେଳେ ସମ୍ମାନ ଦେବା ଉଚିତ ଏବଂ ତାଙ୍କୁ ପୁରା ବିଶ୍ୱ ସହିତ କଳ୍ପନା କରିବା ଉଚିତ।